ଭୁବନେଶ୍ୱର ଯୁବପିଢ଼ି ଓଡ଼ିଶାରେ କୃଷି ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାକୁ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ପାଟି ଆହ୍ୱାନ ଜଣାଇଛନ୍ତି। ଶନିବାର ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ବରମୁଣ୍ଡାଠାରେ ଆୟୋଜିତ କୃଷି ଓଡ଼ିଶା 2026ର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆଧୁନିକ କୃଷି ପାରମ୍ପରିକ କୃଷିଠାରୁ ବହୁ ମାତ୍ରାରେ ଆଗେଇଛି ଏବଂ ପ୍ରଯୁକ୍ତିବିଦ୍ୟା, ପ୍ରକ୍ରିୟାକରଣ, ପ୍ୟାକେଜିଂ, ମାର୍କେଟିଂ ଏବଂ ରପ୍ତାନୀ କ୍ଷେତ୍ରରେ ବିପୁଳ ସୁଯୋଗ ପ୍ରଦାନ କରିଛି ବୋଲି କହିବା ସହ ଏ କ୍ଷେତ୍ରକୁ ଗତିଶୀଳ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସ୍ଥାୟୀ କରିବାରେ କୃଷି ଉଦ୍ୟୋଗର ପରବର୍ତ୍ତୀକାଳୀ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଅମଳ ପରିବର୍ତ୍ତୀ ପରିଚାଳନା, ମୂଲ୍ୟବୃଦ୍ଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସୁଯୋଗ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ ଏବଂ ଏହା ଫସଲ କ୍ଷତି ହ୍ରାସ କରିପାରିବ, କୃଷକଙ୍କ ଆୟ ବୃଦ୍ଧି କରିପାରିବ, ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିପାରିବ ଏବଂ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ି ଏହି ସୁଯୋଗଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ଯୁବପିଢ଼ି ନବସୃଜନ ଏବଂ ଶକ୍ତି ସହିତ କୃଷିକୁ ଏକ ଲାଭଜନକ କ୍ଷେତ୍ର କରିପାରିବେ ବୋଲି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମର ସଫଳ ପରିଚାଳନା ସହିତ ଆଲୋଚନା, ନବସୃଜନ ଏବଂ ସହଯୋଗ ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ସୃଷ୍ଟି କରିଥିବାରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। କୃଷିକୁ ଭାରତର ମେରୁଦଣ୍ଡ ଭାବରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଜନସଂଖ୍ୟାର ଅଧାରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ। କୃଷି ଗ୍ରାମୀଣ ସ୍ଥିତିକୁ ବଜାୟ ରଖେ, ଆମ ସମାଜକୁ ମଜବୁତ କରେ ଏବଂ ଶିଳ୍ପକୁ ସହଯୋଗ କରେ। ଓଡ଼ିଶାର କୃଷି ଶକ୍ତିକୁ ଉଲ୍ଲେଖ କରି ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ତଥା ପାହାଡ଼ିଆ ଅଞ୍ଚଳରେ ଚାଷୀମାନଙ୍କ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ଭୂମିର ରକ୍ଷକ ଏବଂ ପ୍ରକୃତିର ରକ୍ଷକ ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ଅବକ୍ଷୟ ଏବଂ ବନ୍ୟା ବାତ୍ୟା ଦ୍ୱାରା ଉପୁଜୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ସୂଚାଇ ସେ ଜଳବାୟୁ ଅନୁକୂଳ ବିବିଧ କୃଷି ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଡିଜିଟାଲ ଚାଷୀ ପଞ୍ଜୀକରଣ, ଆୟ ସହାୟତା ଯୋଜନା, ଜୈବିକ ଏବଂ ମିଲେଟ୍ ଜାତୀୟ ଚାଷ, ଉଦ୍ୟାନ କୃଷି, କୃଷକ ଯାନ୍ତ୍ରିକୀକରଣ, ମାଇକ୍ରୋ ଜଳସେଚନ, ଶୀତଳ ଭଣ୍ଡାର ଏବଂ ରପ୍ତାନୀ ପ୍ରୋତ୍ସାହନରେ ସରକାରୀ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କୃଷିକୁ ଉତ୍ପାଦନକ୍ଷମ, ସମାବେଶୀ ଏବଂ ଲାଭଜନକ କରିବା ପାଇଁ ସାମୂହିକ ପ୍ରୟାସ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇ ଏହା ଓଡ଼ିଶା ଏବଂ ଭାରତ ପାଇଁ ଗର୍ବ, ସମୃଦ୍ଧି ଏବଂ ପ୍ରଗତିର ଉତ୍ସ ଭାବେ ଦେଖିବାକୁ କହିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମାରୋହରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ଓ ସମୃଦ୍ଧ ଓଡ଼ିଶାର ରଜତ ମହାପାତ୍ରଙ୍କ ରିପୋର୍ଟ।